ଶ୍ରୀମଦ୍ ଭାଗବତ ଗୀତା କେବଳ ଗୋଟିଏ ଧର୍ମ ପାଇଁ ନୁହେଁ, ଏହାକୁ ସଂସାରର ସମସ୍ତ ମନୁଷ୍ୟ ପଢ଼ିବା ଏବଂ ବୁଝିବା ଦରକାର, ଯାହାଦ୍ୱାରା ମାନବତାର ଜୀବନରେ ସୁଖ, ଶାନ୍ତି ଏବଂ ସଫଳତା ପ୍ରାପ୍ତ କରିପାରିବ। ଭାଗବତ ଗୀତାର ମୋଟ 18ଟି ଅଧ୍ୟାୟ ଅଛି ଏବଂ 18 ଅଧ୍ୟାୟରେ ମୋଟ 700 ଶ୍ଲୋକ ଅଛି, ଯାହାକି ସମସ୍ତଙ୍କୁ ପଢ଼ିପାରିବା ଟିକେ କଷ୍ଟ ଅଟେ। ସେଥିପାଇଁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଭାଗବତ ଗୀତାର ମୋଟ 111ଟି ବିଚାର ବିଷୟରେ ଆଲୋଚନା କରିବା, ଯାହାକୁ ଶୁଣିବା ଦ୍ୱାରା ଆପଣ ଭାଗବତ ଗୀତାର ପ୍ରକୃତ ଅର୍ଥକୁ ବୁଝିପାରିବେ। ସେଥିପାଇଁ ଆପଣ ଏହି ବିଚାରକୁ ସକାଳୁ ପ୍ରତ୍ୟେକ ଦିନ ଶୁଣନ୍ତୁ। ବନ୍ଧୁଗଣ, ଯଦି ଆପଣ ଏହି ଭିଡ଼ିଓ ମାଧ୍ୟମରେ କିଛି ଶିଖିବାକୁ ଚାହୁଁଛନ୍ତି, ତେବେ ହେଡଫୋନ୍ ଲଗାଇ ନିଶ୍ଚୟ ଶୁଣନ୍ତୁ। ତେବେ ଆସନ୍ତୁ ଜାଣିବା ଶ୍ରୀମଦ୍ ଭାଗବତ ଗୀତାର 111 ବିଚାର ବିଷୟରେ। ଶ୍ରୀକୃଷ୍ଣ କହୁଛନ୍ତି, ମନୁଷ୍ୟକୁ ପରିଣାମର ଚିନ୍ତା ନ କରି ଲୋଭ, ନିଃସ୍ୱାର୍ଥ ଏବଂ ନିଷ୍ପକ୍ଷ ହୋଇ ନିଜର କର୍ମ କରିବା ଉଚିତ। ଯେଉଁ ପ୍ରକାର ପ୍ରକାଶ ଜ୍ୟୋତି ଅନ୍ଧାରରେ ଚମକିଥାଏ, ସେହିପରି ସତ୍ୟ ବି ଚମକିଥାଏ। ସେଥିପାଇଁ ମନୁଷ୍ୟକୁ ସର୍ବଦା ସତ୍ୟ ମାର୍ଗରେ ଚାଲିବା ଦରକାର। ଯେଉଁ ମନୁଷ୍ୟ ଭିତରେ ଜ୍ଞାନ କମ୍ ଥାଏ ଏବଂ ଈଶ୍ୱରଙ୍କ ପ୍ରତି ଶ୍ରଦ୍ଧା ନଥାଏ, ସେହି ମନୁଷ୍ୟ କେବେ ବି ଆନନ୍ଦ ଏବଂ ସଫଳତା ପ୍ରାପ୍ତ କରିପାରେ ନାହିଁ। ଯେପରି ମନୁଷ୍ୟ ନିଜର ପୁରୁଣା ବସ୍ତ୍ର ତ୍ୟାଗ କରି ନୂଆ ବସ୍ତ୍ର ଧାରଣ କରିଥାଏ, ସେହିପରି ଆତ୍ମା ପୁରୁଣା ବ୍ୟର୍ଥ ଶରୀରକୁ ତ୍ୟାଗ କରି ନୂଆ ଭୌତିକ ଶରୀର ଧାରଣ କରିଥାଏ। କିଏ କ'ଣ କରୁଛି, କେମିତି କରୁଛି, କାହିଁକି କରୁଛି, ଏହି ସବୁ ବିଷୟରୁ ଆପଣ ଯେତେ ଦୂରରେ ରହିବେ, ଆପଣ ସେତେ ଖୁସିରେ ରହିବେ। କୌଣସି ବୁଦ୍ଧିମତା ବ୍ୟକ୍ତି ଯଦି ସମ୍ପର୍କ ରଖିବା ବନ୍ଦ କରିଦିଏ, ତେବେ ବୁଝିଯାଆନ୍ତୁ ତାର ଆତ୍ମସମ୍ମାନ ଉପରେ କୌଣସି ଚୋଟ ଲାଗିଛି। ମୋହ ତା ଉପରେ କର ଯାହା ଉପରେ ଆପଣଙ୍କର ଅଧିକାର ଅଛି, ଆଉ ଯାହା ଉପରେ ଆପଣଙ୍କର ଅଧିକାର ନାହିଁ, ତାହା ଉପରେ ମୋହ କରିବା ଉଚିତ ନୁହେଁ। ଯେଉଁମାନେ ଲୋକଙ୍କ ଦୁଃଖକୁ ବୁଝିପାରନ୍ତି, ଯାହା ପାଖରେ ଦୟାଗୁଣ ଅଛି, ଯିଏ ହୃଦୟରୁ ଭଲ ଅଟନ୍ତି, ତାଙ୍କୁ ଦ୍ୱିତୀୟ ଥର ଜନ୍ମ ନେବାକୁ ପଡ଼େ ନାହିଁ। ଆପଣଙ୍କ କର୍ମ ହିଁ ଆପଣଙ୍କର ପରିଚୟ ଅଟେ, ନହେଲେ ତ ଗୋଟିଏ ନାଁରେ ହଜାର ଲୋକ ଅଛନ୍ତି। ପ୍ରେମ ସର୍ବଦା କ୍ଷମା ମାଗିବାକୁ ପସନ୍ଦ କରିଥାଏ, ଆଉ ଅହଙ୍କାର ସର୍ବଦା କ୍ଷମା ଶୁଣିବାକୁ ପସନ୍ଦ କରିଥାଏ। ବିଷୟ ଗୁଡ଼ିକୁ ଭାବିବା ଦ୍ୱାରା ସେଥିରୁ ମନୁଷ୍ୟକୁ ଶକ୍ତି ମିଳିଥାଏ, ସେଥିରୁ କାମନା ଜନ୍ମ ହୋଇଥାଏ, ଆଉ କାମନାରେ କୌଣସି ବାଧା ଉପୁଜିଲେ ମଣିଷକୁ କ୍ରୋଧ ଆସିଥାଏ। ସବୁବେଳେ ସନ୍ଦେହ କରୁଥିବା ମନୁଷ୍ୟ ପାଇଁ ପ୍ରସନ୍ନତା କେଉଁଠାରେ ବି ନଥାଏ। କର୍ମ ସେହି ଫସଲ ଅଟେ ଯାହାକୁ କାଟିବାକୁ ହିଁ ପଡ଼ିଥାଏ। ସେଥିପାଇଁ ସବୁବେଳେ ଭଲ ମଞ୍ଜି ବୁଣନ୍ତୁ, ଯାହାଦ୍ୱାରା ଫସଲ ଭଲ ହୋଇଥାଏ। ଯାହା ହେବାର ଥାଏ ତାହା ନିଶ୍ଚୟ ହୋଇଥାଏ, ଆଉ ଯାହା ହେବାର ନଥାଏ ତାହା କେବେ ହୁଏ ନାହିଁ। ଏହି କଥା ଯେଉଁ ମନୁଷ୍ୟ ବୁଝି ସାରିଛି, ତାକୁ କେବେ ଚିନ୍ତା ହୋଇନଥାଏ। ଭଲ କର୍ମ କଲା ପରେ ମଧ୍ୟ ଲୋକମାନେ କେବଳ ଆପଣଙ୍କ ଖରାପ କର୍ମକୁ ହିଁ ମନେ ରଖନ୍ତି। ସେଥିପାଇଁ ଲୋକମାନେ କ'ଣ କହୁଛନ୍ତି ଏହା ଉପରେ ଧ୍ୟାନ ଦିଅ ନାହିଁ, କର୍ମ କରିଚାଲ। ଯେତେ ପାରିବେ ଚୁପ୍ ରହିବା ହିଁ ଭଲ ଅଟେ, କାହିଁକି ନା ସବୁଠାରୁ ବେଶୀ ଭୁଲ ମଣିଷ ତାର ଜିଭ ଦ୍ୱାରା ହିଁ କରିଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି, ହେ ଅର୍ଜୁନ, ଯିଏ ସବୁବେଳେ ମୋର ସ୍ମରଣ କରନ୍ତି କିମ୍ବା ଏକା ମନରେ ମୋର ପୂଜନ କରନ୍ତି, ମୁଁ ବ୍ୟକ୍ତିଗତ ରୂପରେ ତାଙ୍କର କଲ୍ୟାଣ ଉତ୍ତରଦାୟିତ୍ୱ ନେଇଥାଏ। ହେ ପାର୍ଥ, ଯେଉଁମାନେ ଭକ୍ତିରେ ଶ୍ରଦ୍ଧା କରିନଥାନ୍ତି, ସେମାନେ ମୋତେ ପ୍ରାପ୍ତ ହୋଇପାରନ୍ତି ନାହିଁ। ଅର୍ଥାତ୍ ସେମାନେ ଭୌତିକ ଜଗତର ଜନ୍ମ ମୃତ୍ୟୁର ମାର୍ଗରେ ପୁଣି ଆସିଥାନ୍ତି। ବଦଳି ଯାଅ ସମୟ ସହିତ କିମ୍ବା ସମୟ ବଦଳାଇବା ଶିଖିଯାଆନ୍ତୁ। ପରିସ୍ଥିତିକୁ ଦୋଷ ଦିଅ ନାହିଁ। ପରିସ୍ଥିତି ଯାହା ବି ହେଉ ଚାଲିବା ଶିଖ। କୌଣସି କାମର ଚିନ୍ତା କରିବା ଠିକ୍ ଅଟେ, କିନ୍ତୁ ଚିନ୍ତା ଏତେ ବି କର ନାହିଁ ସେ କାମ ହିଁ ବିଗିଡ଼ିଯିବ। ସତ୍ ମାର୍ଗରେ କରିଥିବା କର୍ମ କେବେ ବ୍ୟର୍ଥ ଯାଏ ନାହିଁ, ତାର ଫଳ ତୁମକୁ ନିଶ୍ଚୟ ପ୍ରାପ୍ତ ହେବ। ଶ୍ରୀକୃଷ୍ଣ କହୁଛନ୍ତି ଯେ ମୁଁ କାହାର ଭାଗ୍ୟ ତିଆରି କରିନଥାଏ, ସମସ୍ତେ ନିଜର ଭାଗ୍ୟ ନିଜେ ତିଆରି କରିଥାନ୍ତି। ଆପଣ ଆଜି ଯାହା ବି କର୍ମ କରୁଛନ୍ତି, ତାର ଫଳ ଆପଣଙ୍କୁ ଆସନ୍ତାକାଲି ନିଶ୍ଚୟ ମିଳିବ। ଆଜି ଆପଣଙ୍କ ପାଖରେ ଯାହା ବି ଅଛି, ତାହା ଆପଣ କରିଥିବା ପୂର୍ବ କର୍ମର ଫଳ ଅଟେ। କୌଣସି ମନୁଷ୍ୟ ନୁହେଁ, ତାର କର୍ମ ଭଲ କିମ୍ବା ଖରାପ ହୋଇଥାଏ। ଯେମିତି ମନୁଷ୍ୟର କର୍ମ, ସେମିତି ତାର ଫଳ ମିଳିଥାଏ। ତୁମେ କେବଳ କର୍ମ କରିବାର ଅଧିକାର ଅଛି, କିନ୍ତୁ ଫଳ ପ୍ରତି ତୁମର ଅଧିକାର ନାହିଁ। ତୁମେ ନିଜର କର୍ମ ଫଳର କାରଣ ନୁହଁ, କିମ୍ବା କର୍ମଠାରୁ ତୁମେ ଦୂରେଇ ଯାଇପାରିବ ନାହିଁ। ଠିକ୍ କର୍ମ ସେଇଆ ନୁହେଁ ଯାହାର ପରିଣାମ ସବୁବେଳେ ଠିକ୍ ହୋଇଥାଏ। ଠିକ୍ କର୍ମ ସେହା ଅଟେ ଯାହାର ଉଦ୍ଦେଶ୍ୟ କେବେ ମିଥ୍ୟା ହୋଇନଥାଏ। ସଂସାରରେ କୌଣସି ମନୁଷ୍ୟ ସର୍ବଗୁଣ ସମ୍ପନ୍ନ ହୋଇନଥାଏ। ସେଥିପାଇଁ କିଛି ଭୁଲକୁ ଅଣଦେଖା କରି ସମ୍ପର୍କକୁ ଯୋଡ଼ି ରଖ। କାହାର ଜୀବନକୁ ନକଲ କରି ବଞ୍ଚିବା ଅପେକ୍ଷା ଆପଣ ନିଜକୁ ନିଜେ ଚିହ୍ନି
ପୂର୍ଣ୍ଣ ରୂପରେ ବଞ୍ଚିବା ବହୁତ ଭଲ। ଯେତେବେଳେ ଭବିଷ୍ୟତ ଅନ୍ଧକାର ଦେଖାଯାଏ, ସେତେବେଳେ ବର୍ତ୍ତମାନରେ ବଞ୍ଚିବା ହିଁ ଶ୍ରେୟସ୍କର ଅଟେ। ଚେଷ୍ଟା ଜାରି ରଖନ୍ତୁ, ସମାଧାନ ନିଶ୍ଚୟ ଦେଖାଯିବ। ଆଜି ନହେଲେ କାଲି ନୂଆ ରାସ୍ତା ନିଶ୍ଚୟ ମିଳିବ। ଜୀବନରେ ସବୁଠାରୁ ବଡ଼ ଭୁଲ ତାହା ଅଟେ ଯେଉଁ ଭୁଲରୁ ଆମେ କିଛି ଶିଖିପାରନ୍ତି ନାହିଁ। ଆମର ମନ ଦୁର୍ବଳ ହେଲେ ପରିସ୍ଥିତି ସମସ୍ୟାରେ ପରିଣତ ହୋଇଯାଏ। ଆଉ ଯେତେବେଳେ ଆମର ମନ ସ୍ଥିର ରହିଯାଏ, ସେତେବେଳେ ପରିସ୍ଥିତି ବାଟ ଦେଖାଇଥାଏ। ଆଉ ଯେତେବେଳେ ଆମର ମନ ମଜବୁତ ରହିଥାଏ, ସେତେବେଳେ ପରିସ୍ଥିତି ସୁଯୋଗରେ ପରିଣତ ହୋଇଯାଏ। ମାନବର ମାନବିକତା ସେତେବେଳେ ମରିଯାଏ ଯେତେବେଳେ ଅନ୍ୟର ଦୁଃଖ ଦେଖି ତାକୁ ହସ ଲାଗିଥାଏ। ହେ ଭାରତବଂଶୀ, ଶରୀରରେ ହେଉଥିବା ଆତ୍ମାକୁ କେବେ ବଧ କରାଯାଇ ନପାରେ। ଅର୍ଥାତ୍ ତୁମେ କୌଣସି ଜୀବ ପାଇଁ ଶୋକ କରିବା ଆବଶ୍ୟକତା ନାହିଁ। ସମୟ ଏହା ଶିଖାଇଥାଏ କି ଜୀବନ କାହାର ଅପେକ୍ଷା କରେ ନାହିଁ, ନା କାହା ପାଇଁ ଅଟକିଥାଏ। ଜୀବନ ତା ସହ ଖେଳିଥାଏ ଯେଉଁ ଖେଳାଳି ଭଲ ଖେଳିଥାଏ। ପୀଡ଼ା ସମସ୍ତଙ୍କର ଏକା ଭଳି ଅଟେ, କିନ୍ତୁ ଧୈର୍ଯ୍ୟ ସମସ୍ତଙ୍କର ଅଲଗା ଅଲଗା ଅଟେ। କେହି ହତାଶ ହୋଇ ହାରିଯାଏ ତ କେହି ସଂଘର୍ଷ କରି ତରିଯାଏ। ମନୁଷ୍ୟକୁ ତାର ସମ୍ଭାବିତ କର୍ମର ପରିଣାମରୁ ପ୍ରାପ୍ତ ହୋଇଥିବା ବିଜୟ, ପରାଜୟ, ଲାଭ, ହାନି, ପ୍ରସନ୍ନତା କିମ୍ବା ଦୁଃଖ ଇତ୍ୟାଦି ବିଷୟରେ ଭାବି ଚିନ୍ତାଗ୍ରସ୍ତ ହେବା ଉଚିତ ନୁହେଁ। ଯଦି ଆପଣ କରିଥିବା ଭୁଲରୁ କିଛି ଶିଖିପାରିଲେ, ତେବେ ଏହି ଭୁଲ ଆପଣଙ୍କ ପାଇଁ ସିଡ଼ି ସଦୃଶ ଅଟେ। ଆଉ ଯଦି ନ ଶିଖିପାରିଲେ, ତେବେ ଏହି ଭୁଲ ସମୁଦ୍ର ପରି ଅଟେ। ତେଣୁ ନିର୍ଣ୍ଣୟ ଆପଣଙ୍କର। ଆପଣ ଚାହିଁଲେ ଚଢ଼ିବେ, ନହେଲେ ବୁଡ଼ିବେ। ସମସ୍ୟା ଏତେ ଶକ୍ତିଶାଳୀ ହୋଇନଥାଏ ଯାହା ଆମେ ଭାବିଥାଉ। କେବେ ଶୁଣିଛନ୍ତି କି ଅନ୍ଧାର ସକାଳକୁ ଆସିବାକୁ ହିଁ ଦେଲା ନାହିଁ? ଭୁଲକୁ ଖୋଜିବା ଭୁଲ ନୁହେଁ, ବାସ୍ ଆରମ୍ଭ ନିଜଠାରୁ ହେବା ଦରକାର। ଜରୁରୀ ନୁହେଁ ସର୍ବଦା ଆପଣଙ୍କ କଥାକୁ ଠିକ୍ ବୋଲି ଧରାଯିବ। ସେଥିପାଇଁ ବେଳେ ବେଳେ ଚୁପ୍ ରହିବା ହିଁ ମଙ୍ଗଳକର ହୋଇଥାଏ। ଯିଏ ଯେତେ ଶାନ୍ତ ହୋଇଥାଏ, ସେ ସେତେ ନିଜକୁ ପ୍ରୟୋଗ କରିପାରେ। ନିନ୍ଦାରେ ବିବ୍ରତ ହୋଇ କେବେ ନିଜ ଲକ୍ଷ୍ୟକୁ ଛାଡ଼ନ୍ତୁ ନାହିଁ, କାହିଁକି ନା ଲକ୍ଷ୍ୟ ପ୍ରାପ୍ତି ପରେ ନିନ୍ଦା କରୁଥିବା ବ୍ୟକ୍ତିଙ୍କ ରାୟ ବଦଳି ଯାଇଥାଏ। ଆପଣଙ୍କ ବିଜୟ ପରାଜୟ ଆପଣଙ୍କ ଭାବନା ଉପରେ ନିର୍ଭର କରିଥାଏ। ସେଥିପାଇଁ ଯଦି ମାନିନେବେ ତେବେ ପରାଜୟ, ଆଉ ଯଦି ନ ମାନିବେ ତେବେ ବିଜୟ ସୁନିଶ୍ଚିତ। ସବୁଠାରୁ ବୁଦ୍ଧିମତା ଏବଂ ସ୍ଥିର ବୁଦ୍ଧି ବାଲା ସେ ହୋଇଥାଏ ଯିଏ ସଫଳତା ମିଳିଲା ପରେ ଅହଙ୍କାର କରିନଥାଏ, ବିଫଳତା ମିଳିଲା ପରେ ଦୁଃଖ କରିନଥାଏ। ଯଦି ପ୍ରଶଂସା ହେଉଥାଏ, ତେବେ ସାବଧାନତା ରହିବା ଆବଶ୍ୟକ ହୋଇଥାଏ। ଜୀବନରେ କେବେ କାହା ସହିତ ନିଜକୁ ତୁଳନା କରନ୍ତୁ ନାହିଁ। ଆପଣ ଯେମିତି ଅଛନ୍ତି ସର୍ବଶ୍ରେଷ୍ଠ ଅଟନ୍ତି। ମନୁଷ୍ୟ ବିଶ୍ୱାସରେ ତିଆରି ହୋଇଥାଏ। ସେ ଯେମିତି ବିଶ୍ୱାସ କରିଥାଏ, ସେ ସେମିତି ହୋଇଥାଏ। ଯିଏ ମନକୁ ଜିତିଗଲା, ତା ପାଇଁ ମନ ସର୍ବଶ୍ରେଷ୍ଠ ମିତ୍ର ଅଟେ। କିନ୍ତୁ ଯେ ଏମିତି ନ କରିପାରିଲା, ତା ମନ ତାର ସବୁଠାରୁ ବଡ଼ ଶତ୍ରୁ ହୋଇଯାଏ। ନକାରାତ୍ମକ ବିଚାର ଆସିବା ସାଧାରଣ କଥା ଅଟେ, କିନ୍ତୁ ଏହା ଆପଣଙ୍କ ଉପରେ ନିର୍ଭର କରିଥାଏ କି ଆପଣ ଏହାକୁ କେତେ ମହତ୍ତ୍ୱ ଦେଉଛନ୍ତି। ସବୁବେଳେ ମନେ ରଖନ୍ତୁ, ଭଲ ସମୟ ପାଇଁ ଖରାପ ସମୟ ସହିତ ଲଢ଼ିବାକୁ ପଡ଼ିଥାଏ। ଜୀବନରେ କିଛି ବି ସ୍ଥାୟୀ ନୁହେଁ, ତେଣୁ ନିଜକୁ ଅଧିକ ଚିନ୍ତାଗ୍ରସ୍ତ କରନ୍ତୁ ନାହିଁ। କାହିଁକି ପରିସ୍ଥିତି ଯେତେ ବି ଖରାପ ହେଉ, ଏହା ନିଶ୍ଚୟ ବଦଳିବ। ସଂସାରରେ ଅନ୍ୟକୁ ଦୁଃଖ ଦେଉଥିବା ବ୍ୟକ୍ତି କେତେ ବି ଶକ୍ତିଶାଳୀ ହେଇଥାଉ ନା କାହିଁକି, କିନ୍ତୁ ଭଗବାନଙ୍କ କୃପା ଦୃଷ୍ଟିରୁ କେବେ ବି ବଡ଼ ହୋଇପାରିବ ନାହିଁ। ପ୍ରେରଣାର ସବୁଠାରୁ ବଡ଼ ସ୍ରୋତ ଆପଣଙ୍କ ନିଜ ବିଚାର ଅଟେ। ସେଥିପାଇଁ ସବୁବେଳେ ବଡ଼ ଭାବନ୍ତୁ, ଆଉ ନିଜକୁ ଜିତିବା ପାଇଁ ସବୁବେଳେ ପ୍ରେରିତ କରନ୍ତୁ। ଯିଏ ମନକୁ ଜିତିଗଲା, ସେ ପ୍ରଥମେ ପରମାତ୍ମାକୁ ହିଁ ପ୍ରାପ୍ତି କରିଦେଲା, କାହିଁକି ନା ସେ ଶାନ୍ତି ପ୍ରାପ୍ତି କରିଦେଲା। ଏହି ମନୁଷ୍ୟ ପାଇଁ ସୁଖ ଦୁଃଖ, ଥଣ୍ଡା ଗରମ ଏବଂ ମାନ ଅପମାନ ଏକାଭଳି ହୋଇଥାନ୍ତି। କଠିନ ସମୟ କେବଳ ଭଲ ଲୋକଙ୍କ ଭାଗ୍ୟରେ ହିଁ ଆସିଥାଏ, କାହିଁକି ନା ଏହି ଲୋକମାନେ ଏହାକୁ ଭଲ ଭାବରେ ଶେଷ କରିବା ପାଇଁ କ୍ଷମତା ରଖିଥାନ୍ତି। ଯିଏ ଯାହା ବି କହୁ, ବାସ୍ ଆପଣଙ୍କୁ ଶାନ୍ତିର ସହ ରହିବାକୁ ହେବ, କାହିଁକି ନା ସୂର୍ଯ୍ୟର ପ୍ରକୋପ କେତେ ବି ହେଉ, ସମୁଦ୍ର କେବେ ଶୁଖି ନଥାଏ। ଯେଉଁଠାରେ ଆପଣଙ୍କର କୌଣସି ମୂଲ୍ୟ ନାହିଁ, ସେଠି ରହିବା ଅନୁଚିତ। ସେ କାହାର ଘର ହେଉ କିମ୍ବା କାହାର ମନ। ଯେତେବେଳେ କେହି ହାତ ଏବଂ ସାଥୀ ଛାଡ଼ିଦିଏ, ସେତେବେଳେ ପ୍ରକୃତି କେହି ନା କେହି ଆଙ୍ଗୁଠି ଧରିବା ବାଲା ନିଶ୍ଚୟ ପଠାଇ ଦିଏ, ଆଉ ସେ ହେଉଛନ୍ତି କାହ୍ନା। ଯେ ମନକୁ ନିୟନ୍ତ୍ରଣ କରନ୍ତି ନାହିଁ, ତାଙ୍କ ପାଇଁ ଏହା ଶତ୍ରୁ ସମାନ କାମ କରିଥାଏ। ବ୍ୟକ୍ତି ଯଦି ବିଶ୍ୱାସର ସହିତ ଗୋଟିଏ ବସ୍ତୁ ଉପରେ ଚିନ୍ତନ କରେ, ତାହା ଅବଶ୍ୟ ପ୍ରାପ୍ତ ହୋଇଥାଏ। କେବଳ ଦୁନିଆ ସାମ୍ନାରେ ଜିତିବା ବାଲା ବିଜେତା ହୋଇନଥାଏ। ବିଜେତା ସେ ହୋଇଥାଏ ଯେ କି ଜାଣିଥାଏ କେଉଁ ସମ୍ପର୍କ ପାଖରେ କେଉଁ ସମୟରେ ହାରିବାକୁ ପଡ଼ିଥାଏ। ଯେଉଁ ବ୍ୟକ୍ତି ବୁଦ୍ଧିକୁ ଛାଡ଼ି ଭାବନାରେ ବୁଡ଼ିଯାଆନ୍ତି, ତାଙ୍କୁ କେହି ବି ହରାଇ ଦେଇଥାଏ। ସମୟ ପୂର୍ବରୁ ମିଳିଥିବା ବସ୍ତୁ ତାର ମୂଲ୍ୟ ହରାଇ ଦିଏ, ଏବଂ ସମୟ ପରେ ମିଳିଥିବା ବସ୍ତୁ ମନୁଷ୍ୟକୁ ତାର ଅବସମ୍ଭାବୀ ପରିଣାମରୁ ପ୍ରାପ୍ତ ହୋଇଥିବା ବିଜୟ, ପରାଜୟ, ଲାଭ ବା ହାନି, ପ୍ରସନ୍ନତା କିମ୍ବା ଦୁଃଖ ଇତ୍ୟାଦି ବିଷୟରେ ଭାବି ଚିନ୍ତାରେ ବହିଯିବା ଉଚିତ ନୁହେଁ।
ଆତ୍ମା ତାର ପୁରୁଣା ଶରୀରକୁ ଏମିତି ଛାଡ଼ିଦିଏ ଯେମିତି ମନୁଷ୍ୟ ପୁରୁଣା କପଡ଼ା ଛାଡ଼ି ନୂଆ ବସ୍ତ୍ର ପରିଧାନ କରିଥାଏ। ଯେମିତି ଜଳରେ ଭାସୁଥିବା ନୌକାକୁ ପବନ ତାର ଲକ୍ଷ୍ୟଠାରୁ ଦୂରକୁ ନେଇଯାଏ, ସେହିପରି ଇନ୍ଦ୍ରିୟ ସୁଖ ମନୁଷ୍ୟକୁ ଭୁଲ ରାସ୍ତାରେ ନେଇଯାଏ। ଆପଣଙ୍କ ମନର ବିଶ୍ୱାସ ଗୋଟିଏ ପାହାଡ଼ ଭାଙ୍ଗି ଦେଇପାରେ, କିନ୍ତୁ ଆପଣଙ୍କ ସନ୍ଦେହ ଗୋଟିଏ ପାହାଡ଼ ଠିଆ କରିଦେଇପାରେ। ଆମ ନିଜ ଉପରେ ବିଶ୍ୱାସ ରହିବା ନିହାତି ଦରକାର, କାହିଁକି ନା ଆମେ ଆମ ରାସ୍ତାରେ ନିଜେ ଚାଲୁଛେ, ଆଉ ସମୟ ସବୁବେଳେ ସମାନ ହୋଇନଥାଏ। ସେମାନଙ୍କୁ ବି କାନ୍ଦିବାକୁ ପଡ଼ିଥାଏ ଯେଉଁମାନେ ବିନା କାରଣରେ ଅନ୍ୟମାନଙ୍କୁ କନ୍ଦାଇଥାନ୍ତି। ହେ ଅର୍ଜୁନ, ଯେ କେହି କୌଣସି ଦେବତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସର ସହିତ ପୂଜା କରିଥାଏ, ସେତେବେଳେ ମୁଁ ତାର ବିଶ୍ୱାସ ସେହି ଦେବତାଙ୍କ ଉପରେ ଦୃଢ଼ କରିଦେଇଥାଏ। ଉଦୟ କାହାର ଅଚାନକ ହୋଇନଥାଏ, ସୂର୍ଯ୍ୟ ମଧ୍ୟ ଧୀରେ ଧୀରେ ଉପରକୁ ଉଠିଥାନ୍ତି। ଧୈର୍ଯ୍ୟ ଏବଂ ତପସ୍ୟା ଯାହା ପାଖରେ ଅଛି, ସେ ହିଁ ସଂସାରକୁ ପ୍ରକାଶିତ କରିପାରେ। ହେ ଅର୍ଜୁନ, ସ୍ୱର୍ଗବାସ କରିବା ପରେ ଏବଂ ସେଠାରେ କିଛି ବର୍ଷ ତପ କରିବା ପରେ ଏକ ଅସଫଳ ଯୋଗୀର ପୁନଃ ଏକ ପବିତ୍ର କୁଟୁମ୍ବରେ ଜନ୍ମ ହୋଇଥାଏ। ଶବ୍ଦ ସେତିକି ବାହାରିବା ଦରକାର ଯାହା ଆମେ ଫେରାଇ ଦେଇପାରିବା। ମନ ଅଶାନ୍ତ ହେଲେ ତାକୁ ନିୟନ୍ତ୍ରଣ କରିବା କଠିନ ଅଟେ, କିନ୍ତୁ ଅଭ୍ୟାସ ଦ୍ୱାରା ଏହାକୁ ବଶ କରାଯାଇପାରେ। ଅହଙ୍କାର ଏବଂ ସଂସ୍କାରରେ ଫରକ ଥାଏ। ଅହଙ୍କାର ଅନ୍ୟକୁ ନୁଆଇଁ ଖୁସି ହୋଇଥାଏ, କିନ୍ତୁ ସଂସ୍କାର ନିଜକୁ ନୁଆଇଁ ଖୁସି ହୋଇଥାଏ। ସେବା ସମସ୍ତଙ୍କର କର, କିନ୍ତୁ ଆଶା କାହାଠାରୁ ରଖ ନାହିଁ, କାହିଁକି ନା ସେବାର ଉପଯୁକ୍ତ ମୂଲ୍ୟ କେବଳ ଈଶ୍ୱର ହିଁ ଦେଇପାରିବେ। ଯେତେବେଳେ ସତ୍ୟ ଓ ଅସତ୍ୟ ମଧ୍ୟରେ ଲଢ଼େଇ ହେବ, ତ ସତ୍ୟ ଏକାଠିଆ ହେବ ଆଉ ଅସତ୍ୟର ଫୌଜ ଲମ୍ବା ହେବ, କାହିଁକି ନା ଅସତ୍ୟ ପଛରେ ମୂର୍ଖଙ୍କର ଭିଡ଼ ହେବ। ଏକୁଟିଆ ରହିବା ତୁମକୁ ଏହା ଶିଖାଇଥାଏ କି ବାସ୍ତବରେ ତୁମ ପାଖରେ ସ୍ୱୟଂ ବିନା ଆଉ କିଛି ନାହିଁ। ଯେତେବେଳେ ପରିବାର ଲୋକେ ଅପ୍ରିୟ ଲାଗିବା ଆରମ୍ଭ ହୋଇଯାଏ, ତେବେ ଏହା ଜାଣିନିଅ କି ବିନାଶର ସମୟ ଆରମ୍ଭ ହୋଇଗଲା। କ୍ରୋଧ ଆସିଲେ ପାଟି କରିବା ପାଇଁ ଶକ୍ତି ଦରକାର ନାହିଁ, କିନ୍ତୁ କ୍ରୋଧ ଆସିଲେ ଚୁପ୍ ରହିବା ପାଇଁ ବହୁତ ଶକ୍ତି ଦରକାର। ଯାହା ଆପଣଙ୍କର ତାହା ଆପଣଙ୍କୁ ନିଶ୍ଚୟ ପ୍ରାପ୍ତ ହେବ। ତାକୁ ସଂସାରର କୌଣସି ଶକ୍ତି ତୁମଠୁ ଛଡ଼ାଇ ନେଇ ପାରିବ ନାହିଁ। ସଂସାରରେ ଦୁଇ ପ୍ରକାର ବ୍ୟକ୍ତି ସ୍ୱର୍ଗଠାରୁ ମଧ୍ୟ ବଡ଼ ଅଟନ୍ତି। ପ୍ରଥମେ ଯିଏ ଶକ୍ତିଶାଳୀ ହୋଇ ମଧ୍ୟ କ୍ଷମା କରିଦିଏ, ଆଉ ଦ୍ୱିତୀୟ ବ୍ୟକ୍ତି ଯିଏ ଦରିଦ୍ର ହୋଇ ମଧ୍ୟ କିଛି ଦାନ କରିଦିଏ। ପ୍ରେମ ଶରୀର କିମ୍ବା ସୁନ୍ଦରତା ଦେଖି ହୋଇନଥାଏ, ପ୍ରେମ ହୃଦୟରୁ ହୋଇଥାଏ। ଯେଉଁଠାରେ ଦୁଇ ହୃଦୟ ମିଶିଯାଏ, ସେଠାରେ ପ୍ରେମ ହୋଇଯାଏ। କୌଣସି ବ୍ୟକ୍ତି ବିଷୟରେ ଭଲ ଭାବରେ ନ ଜାଣି ଅନ୍ୟର କଥା ଶୁଣି ତା ପ୍ରତି କୌଣସି ଧାରଣା ଆସିବା ମୂର୍ଖତା ଅଟେ। ଯଦି ଖୋଲା ହୃଦୟରେ ମାଗିବ, ତେବେ ଈଶ୍ୱର ଭାଗ୍ୟଠାରୁ ମଧ୍ୟ ଅଧିକ ଦେଇଥାନ୍ତି। ଯାହା ହେଉଛି ଭଲ ହୋଇଛି, ଯାହା ହେଉଛି ଭଲ ହେଉଛି, ଆଉ ଯାହା ହେବ ତାହା ମଧ୍ୟ ଭଲ ହେବ। ତୋର ମୋର ବଡ଼ ସାନ ନିଜ ପର ମନରୁ ସବୁ କାଢ଼ିଦିଅ, ପୁଣି ସବୁ ତୁମର ଲାଗିବ, ଆଉ ତୁମେ ସମସ୍ତଙ୍କର। ଯେତେବେଳେ ବିନାଶର ପ୍ରାରମ୍ଭ ହୋଇଥାଏ, ଏହାର ଆରମ୍ଭ କଥାପଦର ସଂଯମ ନ ରହିବା ଯୋଗୁଁ ହୋଇଥାଏ। ଜୀବନରେ ସବୁକିଛି ସରିଗଲା ପରି କିଛି ବି ନାହିଁ। ସବୁବେଳେ ଗୋଟିଏ ନୂଆ ଆରମ୍ଭ ଆମକୁ ଅପେକ୍ଷା କରିଥାଏ। ଜୀବନରେ ଯଦି ଖୁସି ରହିବାର ଅଛି, ତେବେ ଅଧିକ ଧ୍ୟାନ ସେହି ବସ୍ତୁ ଉପରେ ଦିଅ ଯାହା ଆପଣଙ୍କ ପାଖରେ ଅଛି, ସେହି ବସ୍ତୁ ଉପରେ ନୁହେଁ ଯାହା ଅନ୍ୟ ପାଖରେ ଅଛି। ଯେଉଁଦିନ ଆମେ ଜାଣିବା ଯେ ଆମର ସମସ୍ତ କାର୍ଯ୍ୟ ଈଶ୍ୱରଙ୍କ ଇଚ୍ଛାରେ ହେଉଛି, ସେଦିନ ଆମର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ। ବିପତ୍ତିରେ ଧୈର୍ଯ୍ୟ, ବୈଭବରେ ଦୟା ଏବଂ ସଙ୍କଟରେ ସହନଶୀଳତା ହିଁ ଶ୍ରେଷ୍ଠ ବ୍ୟକ୍ତିଙ୍କ ଲକ୍ଷଣ ହୋଇଥାଏ। ଯେଉଁ ବ୍ୟକ୍ତି ସିଧା ଏବଂ ସ୍ପଷ୍ଟ କଥା କହିଥାଏ, ତା କଥା କଠୋର ନିଶ୍ଚୟ ହୋଇଥାଏ, କିନ୍ତୁ ସେ ବ୍ୟକ୍ତି କେବେ କାହା ସହିତ ଛଳ କରିନଥାଏ। ଯାହା ଭଲ ଲାଗୁଛି ତାକୁ ଗ୍ରହଣ କର, ଯାହା ଖରାପ ଲାଗୁଛି ତାକୁ ତ୍ୟାଗ କର। ସେ ବିଚାର ହେଉ, କର୍ମ ହେଉ କିମ୍ବା ମନୁଷ୍ୟ। ଖରାପ କାର୍ଯ୍ୟ ଛୋଟ ହେଉ କିମ୍ବା ବଡ଼, ତାହା ସର୍ବଦା ବିନାଶ ଆଡ଼କୁ ଗତି କରିଥାଏ, କାହିଁକି ନା ଡଙ୍ଗାରେ ଥିବା କଣା ଛୋଟ ହେଉ କିମ୍ବା ବଡ଼, ତାହା ଡଙ୍ଗାକୁ ନିଶ୍ଚୟ ବୁଡ଼ାଇ ଦେଇଥାଏ। ପରିବାର ଓ ସମାଜ ସେତେବେଳେ ବର୍ବାଦ ହୋଇଥାଏ ଯେତେବେଳେ ବୁଝିଥିବା ବ୍ୟକ୍ତି ଚୁପ୍ ହୋଇଯାଏ ଆଉ ଅବୁଝା ବ୍ୟକ୍ତି କହିବାକୁ ଲାଗିଥାଏ। ଆପଣ ପଛକୁ ଫେରି ପାରିବେ ନାହିଁ କିମ୍ବା ଆରମ୍ଭକୁ ବଦଳାଇ ଦେଇପାରିବେ ନାହିଁ, କିନ୍ତୁ ଆପଣ ଯେଉଁଠାରେ ଅଛନ୍ତି ସେହିଠାରୁ ଆରମ୍ଭ କରିପାରିବେ ଏବଂ ଅନ୍ତକୁ ଅବଶ୍ୟ ବଦଳାଇ ଦେଇପାରିବେ। ଯେତେବେଳେ ଆଶା ଭାଙ୍ଗିଯାଏ ଏବଂ କୌଣସି ରାସ୍ତା ଦେଖାଯାଏ ନାହିଁ, ସେତେବେଳେ ଭାଗବତ ଗୀତାର ଶରଣକୁ ଥରେ ନିଶ୍ଚୟ ଆସନ୍ତୁ।